ବିଲକୁ ବାରମ୍ବାର ଆସୁଥିଲେ ଉଜୁଡ଼ା କ୍ଷେତକୁ ଦେଖୁଛି, ହେଲେ ଧୈର୍ଯ୍ୟ ରହୁନି, ବିଚଳିତ ହୋଇଯାଉଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀବନ୍ଧ ଗାଁରେ ଚାଷୀ ପ୍ରମୋଦ ଗୌଡ଼ଙ୍କ ପରିବାରରୁ ଆସିଲା ଏମିତି ଦୁଃଖ। ହଁ ଆଜ୍ଞା, ପ୍ରମୋଦ ଗୌଡ଼ ଗୋଟେ ଗରିବ ଓ ଦୁଃଖୀ ରଙ୍କିର ଲୋକ। ପରିବାର କହିଲେ ସ୍ତ୍ରୀ ଆଉ ଗୋଟିଏ ପୁଅ। ଗତ ବର୍ଷ ଝିଅର ବାହାଘର ହୋଇଥିବାରୁ ଧାର କରଜ କରି ଝିଅର ବାହାଘର କରିଥିଲେ, ହେଲେ ଅଧିକ ଋଣ ହୋଇଥିବା ଯୋଗୁଁ ପ୍ରମୋଦ ଏବେ ଦାଦନ ଖଟିବାକୁ ଚାଲି ଯାଇଛନ୍ତି। ଘରେ ସ୍ତ୍ରୀ ଆଉ 16 ବର୍ଷର ପୁଅ। ଚଳିତ ବର୍ଷ କ୍ଷେତରେ ଧାନ ଲଗାଇବା ପାଇଁ ଧାର କରଜ କରିଥିଲେ ପ୍ରମୋଦ ଗୌଡ଼ଙ୍କ ସ୍ତ୍ରୀ। ହେଲେ ଭାବିଥିଲେ ଭଲ ଧାନ ହେଲେ ଗୋଟିଏ ବର୍ଷ ପରିବାର ଦୁଃଖ ଯିବ, ହେଲେ ଦୁଃଖ ଯିବ କ'ଣ, ଓଲଟା ଦୁଃଖ ଦେଇଗଲା ଲଗାଣ ବର୍ଷା। ସେପଟେ ଗଜପତି ଗଞ୍ଜାମ ସୀମା ଢେପାଗୁଡ଼ା ପଞ୍ଚାୟତ ଗୋଠକେଳି ଗ୍ରାମରେ ଥିବା ଜୁଆଣପଲ୍ଲୀ ଗ୍ରାମର ପ୍ରମୋଦ ପଣ୍ଡାଙ୍କର ମଧ୍ୟ ସମାନ ପରିସ୍ଥିତି। ଧାର କରଜ କରି ବିଲରେ ଧାନ ଲଗାଇଥିଲେ। ପରିବାରରେ 8 ଜଣ ଏହି ଫସଲ ହେଲେ ଗୋଟିଏ ବର୍ଷ ଚଳି ଯାଉଥିଲେ, ହେଲେ ଚଳିତ ବର୍ଷ ଅଦିନିଆ ବର୍ଷା ହେବାରୁ ପ୍ରମୋଦ ପଣ୍ଡାର ମଧ୍ୟ ବିଲରେ ଭାସୁଛି ଧାନ। ବିଲରେ ପଡ଼ି ଭାସୁଥିବା ଅବସ୍ଥାରେ ହେଉ କି କେଣ୍ଡାରେ ଝୁଲୁଥିବା ଧାନ, ସବୁଥିରେ ଗଜା ଧରିଲାଣି। ଉଜୁଡ଼ା କ୍ଷେତର ଦୁଃସ୍ଥିତି ଦେଖି ମୁଣ୍ଡରେ ହାତ ଆଉ ଆଖିରେ ଲୁହ ଆସିଗଲାଣି ଏହି ଚାଷୀର। ତେଣେ ଯୋଗାଣ ମନ୍ତ୍ରୀ କହିଛନ୍ତି ଧାନର FAQ ମାନ କୋହଳ ନିଷ୍ପତ୍ତି ଜିଲ୍ଲାପାଳ ନେବେ। ଚାଷୀ, ମିଲର ଓ ପ୍ରଶାସନ ବସି ଧାନର ମାନ ସ୍ଥିର କରିବେ। ଏଭଳି ସ୍ଥିତିରେ ବୀମା କମ୍ପାନୀ ଚାଷୀଙ୍କୁ ହଇରାଣ କଲେ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ ବି ଚେତାବନୀ ଦେଲେଣି ରାଜସ୍ୱ ମନ୍ତ୍ରୀ। ଅଦିନିଆ ଲଗାଣ ବର୍ଷାରେ ସ୍ଥାନଠୁ ପରିବା ଯାଏ ସବୁଆଡୁ ଉଜୁଡ଼ା କ୍ଷେତର ବିକଳ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ତେଣେ ବର୍ଷା ମାଡ଼ ଖାଇ କିଆରିରେ ଶୋଇପଡ଼ିଥିବା ଧାନ ହେଉ କି କେଣ୍ଡାରେ ଥାଇ ଗଜା ମାରିଯିବା ଧାନ, କେମିତି ଏ ଖରାପ ଧାନକୁ ଅମଳ କରି FAQ ମାନରେ ମଣ୍ଡିରେ ବିକିବେ ଚାଷୀ, ତାକୁ ନେଇ ବଢ଼ିଛି ଚିନ୍ତା। ତେଣେ ଚାଷୀ କହିଲେଣି ସରକାର ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ନଦେଲେ ବାଧ୍ୟ ହୋଇ ଦାଦନ ଖଟିବାକୁ ଚାଲିଯିବେ। ଏସବୁ ଭିତରେ ଫସଲ ବୀମା ନେଇ ବୀମା କମ୍ପାନୀକୁ ଚେତାବନୀ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ। ଏବେ ଦେଖିବାର କଥା କେତେ ଶୀଘ୍ର ସରକାର ଲଗାଣ ବର୍ଷା କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ପ୍ରଭାତ କୁମାର ପଣ୍ଡା, ଜୁଆଣପଲ୍ଲୀ। ଆମେ ଧାନ ରଖିଥିଲୁ 60-70 ହଜାର ଲୋନ୍ ଆଣି ଧାନ କରିଥିଲୁ। ମୂଲିଆ ବି କରିଦେଇଥିଲୁ। ମୂଲିଆ ଆସିଥାନ୍ତେ କାଟିବାକୁ, ରାତି ବର୍ଷା ହେଲା। ଆମେ ବର୍ଷା ସମାନ ଜାଣିନଥିଲୁ କିଛି। ସକାଳୁ ଆସି ଦେଖିଲେ ପାଣିରେ ଭାସୁଛି ଧାନ। ସବୁ ପାଣି କାଟୁଛୁ, ଧାନ ତ ପଡ଼ିଯାଇଛି। ଆଉ ଘରେ ତ ଘରେ 7-8 ଜଣ ଫ୍ୟାମିଲି ଅଛନ୍ତି। କେମିତି ଚଳିବେ, କ'ଣ କରିବେ, ସେ କଥା ନେଇ ମୁଣ୍ଡ କେମିତି ସୁଝି କ'ଣ କରି ସେଇଟା ଚିନ୍ତା କରୁଛି। ପ୍ରଶାସନ ଟିକେ ବୁଝିଲେ ଭଲ ହେଇଥାନ୍ତା। ଦାଦନ କରିବାକୁ ଯିବୁ ଆଉ। ମୋ ନାଁ ବାପିନୀ ଚନ୍ଦ୍ର ଗୌଡ଼, ଦିଗପହଣ୍ଡି ବ୍ଲକ ST କରବଡ଼ା ପଞ୍ଚାୟତ ଫାଶୀବନ୍ଧ ଗାଁ। ବିଲ ପୁରା ପାଣିରେ ଭିଜି ଯାଇଛି, ତା ଉପରେ ଧାନ ପଡ଼ି ପୁରା ନଷ୍ଟ ହେଇଯାଇଛି। ଆଚ୍ଛା, 40,000 ଟଙ୍କା ଖର୍ଚ୍ଚ ହେଇଥିଲା। ନାଇଁ, ବାବା ଦିଦିର ମ୍ୟାରେଜ ପରେ ବାହାରକୁ ପଳେଇଛନ୍ତି, ତାପରେ ମମିର ମୋର କାମ କରିଥିଲୁ। ହଁ, ମୂଲିଆ ଲଗେଇକି 40,000 ଟଙ୍କା ଖର୍ଚ୍ଚ ହେଇଥିଲା, କାମ କରିଥିଲୁ। ଏମିତି ତ ହେଇଯାଇଛି। ନାଇଁ, ବାହାରୁ ଜଣରୁ ମାଗିକି ଆଣା ହେଇଥିଲା, ତାପରେ ତା ପଇସା ବି ଆଉ ଦେଇପାରିବୁନୁ, କାରଣ ଏମିତି ହେଇଗଲା ସବୁ। ଆଉ ସେଥିପାଇଁ ସରକାରଙ୍କ ଅନୁରୋଧ, ଆମର କ୍ଷତିପୂରଣ କ'ଣ କରିବେ। ମୋହନାରୁ ଧୀରେନ୍ଦ୍ର ନାୟକ, ଦିଗପହଣ୍ଡିରୁ ସୁଶାନ୍ତ ମାଳିଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ।